କାଳବୈଶାଖୀ ତାଣ୍ଡବ ଭାଙ୍ଗିଲା 300 ଘର। କାଳବୈଶାଖୀର ତାଣ୍ଡବରେ ଆନନ୍ଦପୁରର 3 ପଞ୍ଚାୟତରେ 300ରୁ ଉର୍ଦ୍ଧ୍ୱ ଘର ଭାଙ୍ଗିଯାଇଛି। ପଣସଡିହା, ମନୋରମପୁର, ଗହଳମୁଣ୍ଡା ପଞ୍ଚାୟତର କାଳବୈଶାଖୀର ତାଣ୍ଡବ ଦେଖାଯାଇଛି। ଏଠାରେ ବଡ଼ ବଡ଼ ଗଛ ଉପୁଡ଼ିଯିବା ସହିତ ବିଦ୍ୟୁତ୍ ସରବରାହ ମଧ୍ୟ ବାଧାପ୍ରାପ୍ତ ହୋଇଛି। ଏପରିକି ଯାତାୟାତ ମଧ୍ୟ ବାଧାପ୍ରାପ୍ତ ହୋଇଛି। ସୂଚନାଯୋଗ୍ୟ, ଆସନ୍ତାକାଲି ଯାଏ ସାରା ରାଜ୍ୟରେ ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି ହୋଇଛି। କାଳବୈଶାଖୀର ତାଣ୍ଡବରେ ଆନନ୍ଦପୁରର 3 ପଞ୍ଚାୟତରେ 300ରୁ ଉର୍ଦ୍ଧ୍ୱ ଘର ଭାଙ୍ଗିଯାଇଛି। ପଣସଡିହା, ମନୋରମପୁର, ଗହଳମୁଣ୍ଡା ପଞ୍ଚାୟତରେ କାଳବୈଶାଖୀର ତାଣ୍ଡବ ଦେଖାଯାଇଛି। ଏଠାରେ ବଡ଼ ବଡ଼ ଗଛ ଉପୁଡ଼ିଯିବା ସହିତ ବିଦ୍ୟୁତ୍ ସରବରାହ ମଧ୍ୟ ବାଧାପ୍ରାପ୍ତ ହୋଇଛି। ଏପରିକି ଯାତାୟାତ ମଧ୍ୟ ବାଧାପ୍ରାପ୍ତ ହୋଇଛି। ସୂଚନାଯୋଗ୍ୟ, ଆସନ୍ତାକାଲି ଯାଏ ସାରା ରାଜ୍ୟରେ ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି ହୋଇଛି। ତେହେରାନ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍ଲାଇନ୍ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କାର୍ଗୋ ଦ୍ୱୀପ ଉପରେ ଭୟଙ୍କର ବୋମା ମାଡ଼ ହୋଇଛି। ଏହି ଆକ୍ରମଣରେ ଇରାନ ରିଭଲ୍ୟୁସନାରୀ ଗାର୍ଡ IRGC ଆମେରିକାକୁ ଏକ ବଡ଼ ଧରଣର ଯୁଦ୍ଧ ପାଇଁ ଚେତାବନୀ ଦେଇଛି। ଇରାନର ସରକାରୀ ଗଣମାଧ୍ୟମ ଅନୁଯାୟୀ ହରମୁଜ ପ୍ରଣାଳୀରେ ଅବସ୍ଥିତ କ୍ରିଟିକାଲ ଇନଫ୍ରାଷ୍ଟ୍ରକ୍ଚର କାର୍ଗୋ ଦ୍ୱୀପରେ ଏକାଧିକ ଶକ୍ତିଶାଳୀ ବିସ୍ଫୋରଣ ଘଟିଛି। ଏହି ଦ୍ୱୀପକୁ ଇରାନର ଅଏଲ୍ ଲାଇଫ୍ ଲାଇନ୍ କୁହାଯାଏ, କାରଣ ଦେଶର ପ୍ରାୟ 90% ତେଲ ରପ୍ତାନି ଏହିଠାରୁ ହିଁ ହୋଇଥାଏ। ଇରାନ ଅଭିଯୋଗ କରିଛି ଯେ ଆମେରିକା ଏବଂ ଇସ୍ରାଏଲ ମିଳିତ ଭାବେ ଆକ୍ରମଣ କରିଛନ୍ତି। ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଏକ ପ୍ରେସ୍ କନଫରେନ୍ସରେ କହିଛନ୍ତି ଯେ ଯଦି ଇରାନ ତୁରନ୍ତ ହରମୁଜ ପ୍ରଣାଳୀକୁ ନ ଖୋଲେ ଏବଂ ଆମେରିକା ସହ ଚୁକ୍ତି ନ କରେ, ତେବେ ଇରାନ ପାୱାର ପ୍ଲାଣ୍ଟ ଏବଂ ସେତୁଗୁଡ଼ିକୁ ଧ୍ୱଂସ କରିଦିଆଯିବ। ସେ ଚେତାବନୀ ଦେଇ କହିଛନ୍ତି ଇରାନକୁ ଗୋଟିଏ ରାତିରେ ଶେଷ କରାଯାଇପାରିବ। IRGC ଏକ ସରକାରୀ ବିବୃତ୍ତି ଜାରି କରି କହିଛି ଯେ ଯଦି ଆମେରିକା ସାଧାରଣ ନାଗରିକ ସୁବିଧା ଉପରେ ଆକ୍ରମଣ କରେ, ତେବେ ଇରାନ ମଧ୍ୟ ସମାନ ଜବାବ ଦେବ। ଆମେରିକା ଏବଂ ତା'ର ସହଯୋଗୀ ଭିତ୍ତିଭୂମିରେ ଏପରି ଅବସ୍ଥା କରିବେ ଯେ ସେମାନେ ବହୁ ବର୍ଷ ପର୍ଯ୍ୟନ୍ତ ଏହି ଅଞ୍ଚଳରେ ତେଲ ଓ ଗ୍ୟାସ୍ ପାଇବାରୁ ବଞ୍ଚିତ ହେବେ। ଇରାନ ଆହୁରି ମଧ୍ୟ କହିଛି ଯେ ଯଦି ଆମେରିକା ରେଡ୍ ଲାଇନ୍ ପାର କରେ ଆମେରିକାର ଡୋନାଲ୍ଡ ଟ୍ରମ୍ପ ସରିସରି ଆସୁଥିବା ମଧ୍ୟରେ ଇରାନ ରାଷ୍ଟ୍ରପତି ମାସୁଦ ପେଜିସ୍କିଆନ ଆଜି ମଙ୍ଗଳବାର ଏକ ବଡ଼ ବାର୍ତ୍ତା ଦେଇଛନ୍ତି। କହିଛନ୍ତି ଯେ ତାଙ୍କ ସମେତ 1.4 କୋଟି ଇରାନ ସ୍ୱୟଂସେବକ ଯୁଦ୍ଧରେ ନିଜର ଜୀବନ ବଳିଦାନ ଦେବାକୁ ପ୍ରସ୍ତୁତ ଅଛନ୍ତି। ରାଷ୍ଟ୍ରପତି ପେଜିସ୍କିଆନ ଏକ୍ସରେ ଏହି ମନ୍ତବ୍ୟ ଦେଇଛନ୍ତି ଯେତେବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମୟସୀମା ପାଖେଇ ଆସୁଛି। ସେ ଚେତାବନୀ ଦେଇଛନ୍ତି ଯେ ଯଦି ଇରାନ ହରମୁଜ ପ୍ରଣାଳୀ ପୁନଃ ଖୋଲି ନ ଦିଏ, ତେବେ ଏହାର ଶକ୍ତି କେନ୍ଦ୍ର ଏବଂ ସେତୁ ଉପରେ ବୋମା ମାଡ଼ କରାଯିବ। ଏହି ସଂଖ୍ୟା ପୂର୍ବରୁ ରାଜ୍ୟ ଗଣମାଧ୍ୟମ ଦ୍ୱାରା ରିପୋର୍ଟ କରାଯାଇଥିବା ସ୍ୱୟଂସେବକଙ୍କ ସଂଖ୍ୟାର ପ୍ରାୟ 2 ଗୁଣ। ଯୁଦ୍ଧ ସମୟରେ ବାର୍ତ୍ତା ଏବଂ ଗଣମାଧ୍ୟମ ମାଧ୍ୟମରେ ସରକାର ଲୋକଙ୍କୁ ଏପରି ସ୍ୱୟଂସେବକ ଅଭିଯାନରେ ଯୋଗ ଦେବାକୁ ଅନୁରୋଧ କରି ଆସୁଛନ୍ତି। ପ୍ରାୟ 9 କୋଟି ଜନସଂଖ୍ୟା ବିଶିଷ୍ଟ ଇରାନର ଅନେକ ଲୋକ ମଧ୍ୟ ସରକାରଙ୍କ ଉପରେ କ୍ରୋଧିତ। ବିଶେଷ କରି ଦେଶବ୍ୟାପୀ ପ୍ରତିବାଦ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଏହା ବିଶ୍ୱାସ କରାଯାଏ ଯେ 1.4 କୋଟି ସଂଖ୍ୟା ଏକ ସମ୍ଭାବ୍ୟ ଆମେରିକା ଆକ୍ରମଣକୁ ରୋକିବା ପାଇଁ ଉପସ୍ଥାପନ କରାଯାଇଥିଲା। ପେଜେସ୍କିଆନ କହିଛନ୍ତି 1.4 କୋଟିରୁ ଅଧିକ ଇରାନୀ ଏହି ଅଭିଯାନ ପାଇଁ ନିଜର ଜୀବନ ବଳିଦାନ ଦେବାକୁ ପ୍ରସ୍ତୁତ ଅଛନ୍ତି। ମୁଁ ମଧ୍ୟ ପୂର୍ବରୁ ଇରାନ ପାଇଁ ମୋର ଜୀବନ ବଳିଦାନ ଦେବାକୁ ପ୍ରସ୍ତୁତ ଥିଲି, ଏବେ ପ୍ରସ୍ତୁତ ଅଛି ଏବଂ ଆଗକୁ ମଧ୍ୟ ପ୍ରସ୍ତୁତ ରହିବି। ଆମେରିକା ଯୁଦ୍ଧରେ ଯେଉଁଠି ତୁର୍କୀ, ମିଶର ଓ ପାକିସ୍ତାନ ମିଶି ଦୁଇ ଦେଶର ଆଲୋଚନାକୁ ଟେବଲ ଉପରେ ଯାଏ ଆଣିବାକୁ ଚାହାନ୍ତି, ସେଠାରେ ତେହେରାନର ଆଭିମୁଖ୍ୟ ଏହି ମାମଲାରେ ଖୁବ୍ ସ୍ପଷ୍ଟ। ସେ 45 ଦିନର ଅସ୍ତ୍ରବିରତିକୁ ସ୍ୱୀକାର କରିବାକୁ ପ୍ରସ୍ତୁତ ନୁହେଁ କି ହରମୁଜ ଖୋଲିବା ଉପରେ କୌଣସି କଥାବାର୍ତ୍ତା କରୁନାହିଁ। ଏହା କହିବା ଯେ ଏବେ ଇରାନ ଦାବି ଯେ ଆମେରିକାର ପ୍ରତି ଚତୁରତାକୁ ବୁଝିପାରିଛି। ସେ ଅଭିଯୋଗ କରିଛି ଯେ ପାଇଲଟକୁ ବଞ୍ଚାଇବାର ଇସ୍ଫାହାନ ମିଶନ ତ ବାହାନା ଥିଲା। ଆମେରିକାର ଅସଲ ଉଦ୍ଦେଶ୍ୟ ତ ଇରାନ ସମୃଦ୍ଧ ୟୁରେନିୟମ୍ ଯାଏ ପହଞ୍ଚିବାର ଥିଲା, ଯାହାକୁ ଅଣଦେଖା କରାଯାଇପାରିବ ନାହିଁ। CNBC TV 18 ଇରାନରେ ବୈଦେଶିକ ମନ୍ତ୍ରଣାଳୟ ସହ କଥା ହୋଇଛି, ଯେଉଁଥିରେ ଏହି ସୂଚନା ଦିଆଯାଇଥିଲା ଯେ ଇରାନ ପଶ୍ଚିମ ଏସିଆରେ ଚାଲୁଥିବା ଯୁଦ୍ଧକୁ ବନ୍ଦ କରିବା ପାଇଁ ଆମେରିକାକୁ ନିଜର ସବୁ ସର୍ତ୍ତ ପଠାଇ ଦେଇଛି। ଏହି ସବୁ ସର୍ତ୍ତ ପାକିସ୍ତାନ ଦ୍ୱାରା ପଠାଯାଇଥିଲା, ଯିଏକି ନିକଟରେ ଶାନ୍ତି ପ୍ରସ୍ତାବ ଦେଇଥିଲା। ଇରାନର ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ସେ ନିଜର ଦାବିଗୁଡ଼ିକୁ ପ୍ରସ୍ତୁତ କରି
ଔପଚାରିକ ଭାବେ ରୂପ ଦେଇସାରିଛି। ଇରାନ ଏହା ମଧ୍ୟ ସ୍ପଷ୍ଟ କରିଛି ଯେ କେବଳ ଅସ୍ତ୍ରବିରତିରେ ସମସ୍ୟାର ସମାଧାନ ହେବ ନାହିଁ। ତାଙ୍କର କହିବା ହେଲା ଯେ ଅସ୍ତ୍ରବିରତି ବିରୋଧୀ ପକ୍ଷକୁ ଆଉ ଥରେ ଶକ୍ତି ସଂଗ୍ରହ କରିବାର ସୁଯୋଗ ମିଳିପାରେ, ଯେଉଁଥିରେ ସଂଘର୍ଷ ପୁଣି ଥରେ ଆରମ୍ଭ ହୋଇପାରେ। ପାଞ୍ଚ ଥର IPL ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ମଙ୍ଗଳବାର ଦିନ ଗୁଆହାଟୀରେ ଏସୀୟ ଏଡୁ ଷ୍ଟାଡିୟମରେ ରାଜସ୍ଥାନ ରୟାଲ୍ସ ସହ ମୁହାଁମୁହିଁ ହେବ। ପୂର୍ବ ମ୍ୟାଚରେ ପରାଜୟ ପରେ ଏହି IPL 2026 ମ୍ୟାଚରେ ମୁମ୍ବାଇ ଦଳ ବିଜୟକୁ ଫେରିବା ପାଇଁ ଲକ୍ଷ୍ୟ ରଖିଛି। ଆଜିର ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଦଳକୁ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଫେରିବା ସମ୍ଭାବନା ରହିଛି, କାରଣ ସେ ଅଭ୍ୟାସ ଆରମ୍ଭ କରିଦେଇଛନ୍ତି। ଏହି ଖେଳରେ ଜଣେ ଅଭିଜ୍ଞ ବୋଲର ଯଶପ୍ରୀତ ବୁମରା ଏବଂ ରାଜସ୍ଥାନ ରୟାଲ୍ସର 15 ବର୍ଷୀୟ ଯୁବ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀଙ୍କ ମଧ୍ୟରେ ଏକ ରୋମାଞ୍ଚକର ଲଢ଼େଇ ଦେଖିବାକୁ ମିଳିବ। ରାଜସ୍ଥାନ ରୟାଲ୍ସ ଏକାଦଶ ଯଶସ୍ୱୀ ଜୟସ୍ୱାଲ, ବୈଭବ ସୂର୍ଯ୍ୟବଂଶୀ, ଧ୍ରୁବ ଜୁରେଲ, ୱିକେଟ୍ କିପର ରିୟାନ ପରାଗ, ଅଧିନାୟକ ସିମରନ ହେଟମାୟାର, ଡିନୋଭା ଫେରର, ରବୀନ୍ଦ୍ର ଜାଡେଜା, ଜୋଫ୍ରା ଆର୍ଚର, ନାନ୍ଦ୍ରେ ବର୍ଗର, ତୁଷାର ଦେଶପାଣ୍ଡେ, ସନ୍ଦୀପ ଶର୍ମା, ରବି ବିଷ୍ଣୋଇ। ମୁମ୍ବାଇ ଇଣ୍ଡିଆନ୍ସ ଏକାଦଶ ରିୟାନ ୱିକେଟ୍ କିପର ରୋହିତ ଶର୍ମା, ତିଲକ ବର୍ମା, ସୂର୍ଯ୍ୟ କୁମାର ଯାଦବ, ଅଧିନାୟକ ସରଫେନ ରୁଦରଫୋର୍ଡ, ନମନଧୀର ମିଚେଲ ଷ୍ଟାର୍ନର, ଶାର୍ଦୁଲ ଠାକୁର, ଯଶପ୍ରୀତ ବୁମରା, ମୟଙ୍କ ମାର୍କଣ୍ଡେ, ଟ୍ରେଣ୍ଟ ବୋଲ୍ଟ, ହାର୍ଦ୍ଦିକ ପାଣ୍ଡ୍ୟା। ଇରାନ ଏବଂ ସାଉଦି ଆରବ ମଧ୍ୟରେ ବଢ଼ୁଥିବା ଉତ୍ତେଜନା ଭିତରେ ଏକ ବଡ଼ ଧରଣର ଆକ୍ରମଣ ସାମ୍ନାକୁ ଆସିଛି। ଆମେରିକା ଏବଂ ଇସ୍ରାଏଲ ଆକ୍ରମଣର ଜବାବ ଦେବାକୁ ଯାଇ ଇରାନର ଏକ ମିସାଇଲ୍ ସିଧାସଳଖ ଅଲ୍ ଜୁବେଲ ଇଣ୍ଡଷ୍ଟ୍ରିଆଲ ସିଟିକୁ ଟାର୍ଗେଟ କରିଛି, ଯାହାଫଳରେ ସେଠାରେ ଭୟଙ୍କର ନିଆଁ ଲାଗିଛି। ଅଲ୍ ଜୁବେଲକୁ ସାଉଦି ଆରବର ସବୁଠାରୁ ବଡ଼ ଶିଳ୍ପାଞ୍ଚଳ ଭାବେ ଗଣାଯାଏ। ଏହା ପ୍ରାୟ 1000 ବର୍ଗ କିଲୋମିଟର ଅଞ୍ଚଳରେ ବ୍ୟାପିଛି ଏବଂ ଏଠାରେ 150ରୁ ଅଧିକ ବଡ଼ ବଡ଼ ଶିଳ୍ପ କାରଖାନା ରହିଛି। ସାଉଦିର ଅର୍ଥନୀତି ପାଇଁ ଏହି ଅଞ୍ଚଳ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ଦେଶର ମୋଟ GDP ଏହାର ଅବଦାନ ପ୍ରାୟ 7%ରୁ 12% ପର୍ଯ୍ୟନ୍ତ ରହିଥାଏ। ଇରାନ ଏବଂ ସାଉଦି ଆରବ ମଧ୍ୟରେ ବଢ଼ୁଥିବା ଉତ୍ତେଜନା ଭିତରେ ଏକ ବଡ଼ ଧରଣର ଆକ୍ରମଣ ସାମ୍ନାକୁ ଆସିଛି। ଆମେରିକା ଏବଂ ଇସ୍ରାଏଲ ଆକ୍ରମଣ ଜବାବ ଦେବାକୁ ଯାଇ ଇରାନ ଏକ ମିସାଇଲ୍ ସିଧାସଳଖ ଅଲ୍ ଜୁବେଲ ଇଣ୍ଡଷ୍ଟ୍ରିଆଲ ସିଟିକୁ ଟାର୍ଗେଟ କରିଛି, ଯାହାଫଳରେ ସେଠାରେ ଭୟଙ୍କର ନିଆଁ ଲାଗିଯାଇଛି। ରିଲାଏନ୍ସ ଇଣ୍ଡଷ୍ଟ୍ରିଜର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଅନନ୍ତ ଅମ୍ବାନୀ କେରଳର 2ଟି ପ୍ରମୁଖ ଧାର୍ମିକ ସ୍ଥଳ ରାଜରାଜେଶ୍ୱରମ ମନ୍ଦିର ଏବଂ ଗୁରୁବାର ମନ୍ଦିର ପରିଦର୍ଶନ ଅବସରରେ ମନ୍ଦିର ସଂରକ୍ଷଣ ଏବଂ ପଶୁ କଲ୍ୟାଣ ସମ୍ପର୍କିତ ଅନେକ ପଦକ୍ଷେପ ଘୋଷଣା କରିଛନ୍ତି। ସେ 2ଟି ମନ୍ଦିରକୁ ମୋଟ 6 କୋଟି ଟଙ୍କା ପ୍ରଦାନ କରିଛନ୍ତି ଏବଂ ରାଜରାଜେଶ୍ୱରମ ମନ୍ଦିର ବ୍ୟାପକ ମରାମତି ପାଇଁ ଅତିରିକ୍ତ 12 କୋଟି ଟଙ୍କା ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଅନନ୍ତ ଅମ୍ବାନୀ ଉତ୍ତର କେରଳର କନ୍ନୁର ଜିଲ୍ଲାର ତଲିପରମ୍ବା ସହରରେ ଅବସ୍ଥିତ ପ୍ରାଚୀନ ରାଜରାଜେଶ୍ୱର ମନ୍ଦିରକୁ 3 କୋଟି ଟଙ୍କା ପ୍ରଦାନ କରିଛନ୍ତି। ମନ୍ଦିର ବ୍ୟାପକ ମରାମତି ପାଇଁ ସେ ଅତିରିକ୍ତ 12 କୋଟି ଟଙ୍କା ପ୍ରଦାନ କରିବେ। ଏହି ଯୋଜନାରେ ମନ୍ଦିର ଐତିହାସିକ ପୂର୍ବ ଗୋପୁରମ ଦ୍ୱାରା ଟାୱାର ପୁନର୍ନିର୍ମାଣ ଅନ୍ତର୍ଭୁକ୍ତ, ଯାହା ଦୀର୍ଘ ଦିନ ଧରି ଜୀର୍ଣ୍ଣ ଅବସ୍ଥାରେ ଥିଲା। ଏହା ସହିତ ଭକ୍ତମାନଙ୍କ ସୁବିଧା ବୃଦ୍ଧି କରିବା ପାଇଁ ଭିତ୍ତିଭୂମି ଏବଂ ପାର୍କିଂ ସୁବିଧାକୁ ଉନ୍ନତି କରାଯିବ। ପରବର୍ତ୍ତୀ ସମୟରେ ଅନନ୍ତ ଅମ୍ବାନୀ କେନ୍ଦ୍ରୀୟ କେରଳ ତ୍ରିଶୂର ଜିଲ୍ଲାରେ ଅବସ୍ଥିତ ପ୍ରସିଦ୍ଧ ଗୁରୁବାୟୁର ମନ୍ଦିର ପରିଦର୍ଶନ କରିଥିଲେ ଏବଂ ମନ୍ଦିର ଟ୍ରଷ୍ଟକୁ 3 କୋଟି ଟଙ୍କା ପ୍ରଦାନ କରିଥିଲେ। ସେ ମନ୍ଦିରର ପରମ୍ପରା ସହିତ ଜଡ଼ିତ ହାତୀମାନଙ୍କ କଲ୍ୟାଣ ପାଇଁ ଏକ ହସ୍ପିଟାଲ, ଶୃଙ୍ଖଳମୁକ୍ତ ଆଶ୍ରୟସ୍ଥଳ ଏବଂ ଆଧୁନିକ ଯନ୍ତ୍ର ସୁବିଧା ବିକାଶ କରିବା ପାଇଁ ଉଦ୍ଦିଷ୍ଟ ପଦକ୍ଷେପଗୁଡ଼ିକୁ ସମର୍ଥନ ଜଣାଇଥିଲେ।